ଶ୍ରମିକ ବିଶେଷକରି ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ଭେରିଏବୁଲ ମହଙ୍ଗା ଭତ୍ତା ବା ଭିଡିଏରେ ସଂଶୋଧନ କରି ସର୍ବନିମ୍ନ ମଜୁରୀ ହାର ବୃଦ୍ଧି ଘୋଷଣା କରିଛନ୍ତି। ଶ୍ରମିକ ଓ ନିଯୁକ୍ତି ମନ୍ତ୍ରାଳୟ ଗୁରୁବାର ଏକ ବିଜ୍ଞପ୍ତିରେ କହିଛି ଯେ ଏହି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କୁ ବଢ଼ୁଥିବା ଜୀବନ ଧାରଣ ଖର୍ଚ୍ଚର ମୁକାବିଲା କରିବାକୁ ସାହାଯ୍ୟ କରିବା। ନିମ୍ନ ଅଣକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରୀ ଦୈନିକ 783 ଟଙ୍କା ରହିବ। ଅର୍ଦ୍ଧକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରୀ ହାର ଦୈନିକ 868 ଟଙ୍କା, ମାସକୁ ପାଖାପାଖି 22,568 ଟଙ୍କା ରହିବ। କୁଶଳୀ ଶ୍ରମିକ, କିରାଣୀ ଏବଂ ନିରସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦୈନିକ 954 ଟଙ୍କା ବା ମାସକୁ 24,804 ଟଙ୍କା ରହିବା। ଉଚ୍ଚ କୁଶଳୀ ଏବଂ ଶସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦୈନିକ 1,035 ଟଙ୍କା, ମାସିକ 26,910 ଟଙ୍କା ହେବ। କେନ୍ଦ୍ରୀୟ ପ୍ରତିଷ୍ଠାନ ଅଧୀନରେ କୋଠା ନିର୍ମାଣ, ଲୋଡିଂ ଓ ଅନଲୋଡିଂ, ଘଣ୍ଟା ଓ ୱାର୍ଡ, ଝାଡୁ, ସଫେଇ, ଗୃହରକ୍ଷଣ, ଖଣି ଓ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ସଂଶୋଧିତ ମଜୁରୀ ହାର ବୃଦ୍ଧି ଦ୍ୱାରା ଉପକୃତ ହେବେ। ନୂଆ ମଜୁରୀ ହାର 2024 ଅକ୍ଟୋବର 1ରୁ ଲାଗୁ ହେବ, କିନ୍ତୁ ପୂର୍ବରୁ 2024 ଏପ୍ରିଲରେ ସଂଶୋଧନ କରାଯାଇଥିଲା। ଧନ୍ୟବାଦ।